ସିଂହଦେବ ନିଜକୁ ସମର୍ପି ଦେଇଛନ୍ତି ଶ୍ରୀ ଜଗନ୍ନାଥଙ୍କ ସେବାରେ। ଓଡ଼ିଶାରେ ଗଜପତିଙ୍କ ପରମ୍ପରା ଏତେ ମହାନ ଯେ ବ୍ରିଟିଶ ଶାସନ ଅମଳରୁ ଏପର୍ଯ୍ୟନ୍ତ ସମସ୍ତେ ସମ୍ମାନ ଦେଇ ଆସିଛନ୍ତି ଗଜପତି ମାନଙ୍କୁ। ସମୟ ଯେତେ ବଦଳିଲେ ମଧ୍ୟ ଗଜପତିଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ଅବ୍ୟାହତ ରହିଛି। ଇନ୍ଦ୍ରାବତୀରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉ ଅବା ପୁରୀରେ ସେବାୟତଙ୍କ ଡାକ୍ତରଖାନା ପାଇଁ ଶିଳାନ୍ୟାସ, ଅନେକ ଉତ୍ସବରେ ଗଜପତି ହିଁ ମୁଖ୍ୟ ଅତିଥି। ବହୁ ରାଜା ରାଜନୀତି ବା ପଲିଟିକ୍ସ କରିଛନ୍ତି, ଆପଣଙ୍କ ସେମିତି କିଛି ଯୋଜନା ଅଛି? ଆଦୌ ନାହିଁ। ମୁଁ ଯାହା କହିଲି, ଗଜପତିଙ୍କର ଏକମାତ୍ର ଉଦ୍ଦେଶ୍ୟ, ଏକମାତ୍ର ପ୍ରାର୍ଥନା ଏବଂ କାମନା ରହୁଛି ଠାକୁରଙ୍କ ପାଖରେ, ମହାପ୍ରଭୁଙ୍କ ପାଖରେ କେମିତି ସେ ତାଙ୍କର ସେବା କରିପାରିବେ। ଆଉ ଏହି ସେବାଟା ହେଉଛି କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ। ରାଜନୈତିକ ଯାହା ତାଙ୍କର ସେବା କାର୍ଯ୍ୟ ଥିଲା ସେ 200 ବର୍ଷ ଆଗରୁ ସମାପ୍ତ ହେଇଯାଇଛି। ଆଉ ମୋର ଚିନ୍ତା ଅନୁସାରେ, ମୋର ଭାବନା ଅନୁସାରେ କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ହିଁ ଜଗନ୍ନାଥ ଧର୍ମର ପ୍ରଚାର, ଜଗନ୍ନାଥଙ୍କର ସେବା ପୂଜା ହିଁ ଗଜପତିଙ୍କର ଉପଯୁକ୍ତ କାର୍ଯ୍ୟ। ଛେରା ପହଁରା ଗଜପତିଙ୍କର ମୁଖ୍ୟ ସେବା। ସୁନାବେଙ୍କର ପହଁରା ଧରି ଶ୍ରୀଗୁଣ୍ଡିଚା ଦିନ 3 ରଥକୁ ସେ ପହଁରା ଦେବାର ଦୃଶ୍ୟ ଆକର୍ଷିତ କରିଥାଏ ଲକ୍ଷ ଲକ୍ଷ ଭକ୍ତ। One of the most sacred of Hindu rites swells the tiny village of Puri with more than 500,000 pilgrims. They come to earn admission to heaven by pulling the great temple throne of Jagannath